ପ୍ରକୃତିରେ ବିଭିନ୍ନ ପ୍ରକାର ଜୀବ ବିଭିନ୍ନ ସ୍ଥାନରେ ବାସ କରନ୍ତି। କିଏ କିଏ ସବୁ ଜଳରେ, କିଏ ସବୁ ସ୍ଥଳରେ, କିଏ ଉଭୟ ଜଳ ଓ ସ୍ଥଳରେ ବାସ କରନ୍ତି। ତେଣୁ ଆଜି ଆମେ ଜଳଚର ପ୍ରାଣୀ ଯଥା ମାଛର ଶାରୀରିକ ଗଠନ ଓ କାର୍ଯ୍ୟ ବିଷୟରେ ଶିକ୍ଷାଦାନ କରିବା। ତୁମେ ଏହି ଶିକ୍ଷଣର ଉଦ୍ଦେଶ୍ୟ ଯଥା ମାଛର ବିଭିନ୍ନ ଅଙ୍ଗ ଗୁଡ଼ିକର ନାମ କହିବ ଏବଂ ଲେଖିପାରିବ ଏବଂ ମାଛର ବିଭିନ୍ନ ଅଙ୍ଗ ଗୁଡ଼ିକର କାର୍ଯ୍ୟ ଗୁଡ଼ିକୁ ବୁଝାଇ ମଧ୍ୟ ପାରିବ। ଯାହା ତୁମର ଶିକ୍ଷଣ ଉଦ୍ଦେଶ୍ୟ ଅଛି, ପ୍ରଥମ ବିଭିନ୍ନ ମାଛ ବିଷୟରେ ଆମେ ଅଧିକ କିଛି ଜ୍ଞାନ ଆହରଣ କରିବା। ପିଲାମାନେ, ତୁମେ ମାଛ ବିଭିନ୍ନ ପରିବେଶ ଦେଖିଥିବ, ତୁମ ଘରେ ମଧ୍ୟ ଦେଖିଥିବ ତୁମ ମା' ମାଛ କାଟିବାର ଏବଂ ଟିଭିରେ ଦେଖିଥିବ, ପୋଖରୀରେ ଦେଖିଥିବ। ତୁମର ଯେପରି ବିଭିନ୍ନ ଅଙ୍ଗ ଅଛି ସବୁ, ହାତ କ'ଣ କ'ଣ ଅଛି ପିଲେ? ହାତ, ଗୋଡ଼, ମୁହଁ, ମୁଣ୍ଡ, ଆଖି, କାନ, ନାକ ଏସବୁ ଅଙ୍ଗ ଅଛି। ଠିକ୍ ସେହିପରି ମାଛର ମଧ୍ୟ ବିଭିନ୍ନ ଅଙ୍ଗ ଅଛି। କ'ଣ କ'ଣ ସବୁ ଅଙ୍ଗ ଅଛି ପିଲେ କହିଲ? ତାର ମୁଣ୍ଡ ଅଛି, ତାର ପେଟ ଅଛି, ତାର କାତି ଅଛି, ତାର ଗାଲିସି ଅଛି, ଆଖି ଏବଂ ଲାଞ୍ଜ ଅଛି। ତୁମମାନେ ଚାହିଁଲେ ମାଛର ବିଭିନ୍ନ ଅଙ୍ଗ ଗୁଡ଼ିକର ମଧ୍ୟ ଜାଣିଲ। ଏବେ ପିଲେ ମୁଁ ଗୋଟେ ଚିତ୍ର ଦେଖାଉଛି। ଏଇ ଚିତ୍ରରେ କହିଲ ମାଛର କେଉଁଟା କେଉଁ ଅଙ୍ଗ? ମାଛର ମୁଣ୍ଡ, ତାର ଆଖି, ତାର ଲାଞ୍ଜ, ପେଟ ଓ କାତି ଏଇସବୁ ଅଙ୍ଗ ଅଛି। ତୁମେମାନେ ତାହେଲେ ମୋତେ ଚିତ୍ରରୁ ସବୁ ଦେଖାଇଦେଲ ସୁନା ପିଲାମାନେ। ଠିକ୍ ଅଛି। ନେକ୍ସଟ ହେଲା ତୁମର ଯେପରି ପିଲେ ବିଭିନ୍ନ ଅଙ୍ଗ ଯଥା ହାତ, ଗୋଡ଼, ମୁହଁ, ଆଖି, କାନର କାର୍ଯ୍ୟ ଅଲଗା ଅଲଗା, ମାଛର ମଧ୍ୟ ଠିକ୍ ବିଭିନ୍ନ ଅଙ୍ଗ ଗୁଡ଼ିକର କାର୍ଯ୍ୟ ମଧ୍ୟ ଅଲଗା ଅଲଗା। ଜାଣିଛ ପିଲାମାନେ? ତମେ ଏବେ ଗୋଟେ ମାଛ ତୁମକୁ ଦେଖାଉଛି, ଯାର ଭିତରେ ଅଛି ବା ଆକ୍ୱାରିୟମରେ ଅଛି। ମାଛକୁ ଲକ୍ଷ୍ୟ କର, ଦେଖ ମାଛ କିପରି ପାଣି ଭିତରେ ତାର ବିଭିନ୍ନ ଅଙ୍ଗ ଗୁଡ଼ିକରୁ କାର୍ଯ୍ୟ ଗୁଡ଼ିକୁ ଦେଖ ଏବଂ ମୋତେ କୁହ କ'ଣ ସବୁ ତାର କାର୍ଯ୍ୟ କରୁଛି, କେଉଁ ଅଙ୍ଗ? ତାର ଲାଞ୍ଜର କାର୍ଯ୍ୟ କ'ଣ ପିଲେ? ତାର କାତି ଏବଂ ତାର ଆଖି, ତାର ମୁଣ୍ଡ ଏବଂ ତାର ଡେଣା ସବୁକୁ ଅବଜର୍ଭ କର। ସବୁ ପିଲା ଅବଜର୍ଭ କରି ଖାତାରେ ଲେଖ। ଏବେ ମୋତେ କହିବ ତାର ବିଭିନ୍ନ ଅଙ୍ଗ ଗୁଡ଼ିକର କାର୍ଯ୍ୟ କ'ଣ କ'ଣ? ଭେରି ଗୁଡ୍। ତାହେଲେ ତୁମେ କହିଲ ଆଖିର କାର୍ଯ୍ୟ ହେଲା ସେ କ'ଣ? ବିଭିନ୍ନ ଖାଦ୍ୟ ଅନ୍ୱେଷଣ କରିବା, ଜଳରେ ବିଭିନ୍ନ ଜିନିଷ ଦେଖିବା। ଏବଂ ତାର ଗାଲିସିର କାର୍ଯ୍ୟ ହେଲା ପିଲେ ତୁମର ଯେପରି ସ୍ଥଳ ଭାଗରେ ଫୁସଫୁସ୍ ପରି ତୁମର କ'ଣ ବାୟୁମଣ୍ଡଳରୁ ତୁମେ ପ୍ରଶ୍ୱାସ ନେବାରେ ବା ଶ୍ୱାସକ୍ରିୟା କରିବାରେ ସାହାଯ୍ୟ କରୁଛ, ଠିକରି ମାଛ ତା ଗାଲିସି ସାହାଯ୍ୟରେ ପାଣିରୁ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରେ ଏବଂ ଅଙ୍ଗାରକାମ୍ଳ ଛାଡ଼େ। ତେଣୁ ଶ୍ଵସନ ଅଙ୍ଗ ପରି ତାର ଗାଲିସି କାର୍ଯ୍ୟ କରେ। ଏବେ କହିଲେ ପିଲେ ତାର କାତିର କାର୍ଯ୍ୟ କ'ଣ? ଭେରି ଗୁଡ୍। ତା କାତିର କାର୍ଯ୍ୟ ହେଲା ତା ଶରୀରକୁ ସୁରକ୍ଷା ପ୍ରଦାନ କରେ। ଏବଂ ଆଉ କ'ଣ ରହିଲା ମାଛର? ଲାଞ୍ଜ। ପିଲେ ଦେଖିଲ ଲାଞ୍ଜ ସାହାଯ୍ୟରେ ମାଛ କ'ଣ କାମ କରୁଛି? ଭେରି ଗୁଡ୍ ସୁନା ପିଲା। ମାଛ ତା ଲାଞ୍ଜ ସାହାଯ୍ୟରେ ତାର ଗତିପଥ ବଦଳଉଛି ବା ଦିଗ ପରିବର୍ତ୍ତନ କରୁଛି। ସୁନା ପିଲା ଆଉ ଗୋଟେ ରହିଲା ମାଛର ଡେଣା। ଡେଣା ସାହାଯ୍ୟରେ କ'ଣ କରୁଛି ପିଲେ ଦେଖିଲ ଏବେ? ହଁ, ଡେଣା ସାହାଯ୍ୟରେ ସେ ତଳ ଉପର ଗତି କରିବାରେ ତାକୁ ସାହାଯ୍ୟ କରୁଛି। ଏବେ ତୁମେମାନେ ମୁଁ ତୁମକୁ ମାଛର ବିଭିନ୍ନ ଅଙ୍ଗ ଗୁଡ଼ିକର ଚିତ୍ର ଦେଖାଉଛି। ତମେ ସେଇ ଅଙ୍ଗ ଗୁଡ଼ିକର କାର୍ଯ୍ୟ ଗୁଡ଼ିକୁ ମୋତେ କହିବ। ହେଲେ କହିଲ ମାଛର ଗାଲିସିର କାର୍ଯ୍ୟ କ'ଣ? ଗାଲିସି ସାହାଯ୍ୟରେ ମାଛ ତାର ଶ୍ୱାସକ୍ରିୟା ସମ୍ପାଦନ କରେ। ଲାଞ୍ଜର କାର୍ଯ୍ୟ କ'ଣ ପିଲେ କହିଲ? ଲାଞ୍ଜ ସାହାଯ୍ୟରେ ମାଛ ତା ଦିଗ ପରିବର୍ତ୍ତନ କରେ। କାତିର କାର୍ଯ୍ୟ କ'ଣ ପିଲେ କହିଲ? କାତି ସାହାଯ୍ୟରେ ମାଛ ନିଜ ଶରୀରକୁ ସୁରକ୍ଷା ପ୍ରଦାନ କରେ। ଭେରି ଗୁଡ୍। ଏବେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି ପିଲାମାନେ, ସେ ପ୍ରଶ୍ନ ଗୁଡ଼ିକର ତୁମେ ଉତ୍ତର ଦେବ। କହିଲ ପିଲେ ମାଛ ଡ୍ୟାସ୍ ଦ୍ୱାରା ଶ୍ୱାସକ୍ରିୟା କରେ? ମାଛ କାହା ସାହାଯ୍ୟରେ? ଗାଲିସି ସାହାଯ୍ୟରେ ଶ୍ୱାସକ୍ରିୟା କରେ। ନେକ୍ସଟ ପ୍ରଶ୍ନ, ଦିଗ ନିର୍ଣ୍ଣୟ କରିବା ପାଇଁ ମାଛର ଡ୍ୟାସ୍ ଅଙ୍ଗ ସାହାଯ୍ୟ କରେ? କ'ଣ ହେବ ପିଲେ? ମାଛର କ'ଣ? ଲାଞ୍ଜ। ଦିଗ ନିର୍ଣ୍ଣୟ କରିବା ପାଇଁ ମାଛର ଲାଞ୍ଜ ଅଙ୍ଗ ସାହାଯ୍ୟ କରେ। ନେକ୍ସଟ ପ୍ରଶ୍ନ ପିଲାମାନେ, ମାଛର ଗାଲିସି ସ୍ଥଳ ଭାଗରେ ଥିବା ପ୍ରାଣୀମାନଙ୍କର କେଉଁ ଅଙ୍ଗ ପରି କାର୍ଯ୍ୟ କରେ? ମାଛର ଗାଲିସି ସ୍ଥଳ ଭାଗରେ ଥିବା ପ୍ରାଣୀମାନଙ୍କର ଫୁସଫୁସ୍ ଅଙ୍ଗ ପରି ସାହାଯ୍ୟ କରେ। ଏବେ ଆଉ ଗୋଟେ ପ୍ରଶ୍ନ ତୁମମାନଙ୍କ ପାଇଁ ପିଲାମାନେ,
କହିଲ ଦେଖି ମାଛକୁ ପାଣିରୁ ବାହାର କରିଦେଲେ କିଛି ସମୟ ପରେ ମରିଯାଏ କାହିଁକି ଭାବି କହିଲ ସମସ୍ତେ। ଠିକ୍ ଅଛି ପିଲାମାନେ, କ'ଣ ଉତ୍ତର? ଉତ୍ତର ହେଲା କହିଲ ମାଛକୁ ଯଦି ପାଣିରୁ ବାହାର କରିଦେବା ସେ ମରିଯାଉଛି, କାରଣ ମାଛ ପାଣିରୁ ଗାଲିସି ସାହାଯ୍ୟରେ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼େ। ଯଦି ମାଛକୁ ଆମେ ସ୍ଥଳଭାଗକୁ ଆଣିଦେବା ତାହେଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିପାରିବ ନାହିଁ, ତେଣୁ ଶ୍ୱାସକ୍ରିୟା କରିପାରିବ ନାହିଁ। ସେଥିପାଇଁ ମାଛକୁ ପାଣିରୁ ବାହାର କରିଦେଲେ କିଛି ସମୟ ପରେ ମରିଯାଏ। ଥ୍ୟାଙ୍କ ୟୁ। ଆମେ ନେକ୍ସଟ କ୍ଲାସ୍ରେ ଆହୁରି କିଛି ଅଧିକ ପାଠ ପଢ଼ିବା। ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ।